ଆମେ ଆଜି ଶିଖିବା। ଗତକାଲି ମୁଁ ତ ନଥିଲି, ହେଲେ ସେଇ ଲାଷ୍ଟ ପଦଟା ମୁଁ ଆଉ ଥରେ ପଢୁଛି 8:38 ପଦ। ସେଇ ସମୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାଙ୍କ ପୁନରୁତ୍ଥାନ ବିଷୟରେ ସୂଚନା ଦଉଥିଲେ, ତାଙ୍କ ମୃତ୍ୟୁ ବିଷୟ ସୂଚନା ଦଉଥିଲେ। ଆଉ 38 ପଦରେ ଗୋଟେ ଲେଖାଯାଏ, ସେଇ ଜାଗାରେ ଗୋଟେ ପଦ କହୁଛନ୍ତି ଯେ ଯେଣୁ ଯେ କେହି ଏହି କାଳର ବେବିଚାରୀ, କୋଉ କାଳର ଆଉ ପାପିଷ୍ଟ ଲୋକ ମାନଙ୍କର ମଧ୍ୟରେ ମୋହର ମତେ আর ମୋହର ବାକ୍ୟ ବିଷୟରେ ମନୁଷ୍ୟ ପୁତ୍ର ଯେତେବେଳେ ଯିଏ ପରମେଶ୍ୱରଙ୍କୁ আর ପରମେଶ୍ୱରଙ୍କର ବାକ୍ୟ ବିଷୟରେ ଲଜ୍ଜା ବୋଧ କରସି, କେଉଁ କାଳରେ? ଏହି କାଳରେ କୋଉମାନଙ୍କର ମଧ୍ୟରେ? ବେବିଚାରୀ ଆଉ ପାପିଷ୍ଟି ଲୋକମାନଙ୍କର ମଧ୍ୟରେ, ଯେଉଁମାନେ ଈଶ୍ୱରଙ୍କୁ ଆଉ ଈଶ୍ୱରଙ୍କର ବାକ୍ୟକୁ ନେଇକି ଲଜ୍ଜା ବୋଧ କରନ୍ତି। କହୁଛନ୍ତି ଯେ ମନୁଷ୍ୟ ପୁତ୍ର ଯେତେବେଳେ ପବିତ୍ର ଦୂତମାନ ଆଗମନ କରିବେ, ସେତେବେଳେ ସେ ମଧ୍ୟ ପ୍ରଭୁ ଯୀଶୁ ମଧ୍ୟ ସେ ଲଜ୍ଜା ବୋଧ କରିବେ। ବୁଝିଲ? ମୁଁ ଦେଖେ ଯେ ଆମେ ଜାଣୁ ଯେ ପ୍ରଭୁ ଯୀଶୁଙ୍କ ଲୋକମାନଙ୍କୁ ତାଡ଼ନା ଦେଉଛନ୍ତି, ଅନେକ ବିଷୟ କହୁଅଛନ୍ତି ବୋଲିକି ଆମେ ଅନେକ ଜାଗାରେ ଆମେ ପରମେଶ୍ୱରଙ୍କୁ ଜାଣିଅଛୁ ବୋଲିକି ଆମେ ଲୁଚେଇ ଦେଇଥାଉ, ଆମେ କହି ନଥାଉ, ସତ୍ୟତା କହି ନଥାଉ। ହେମିତି ମୋର ସାଙ୍ଗସାଥି ବି ଅଛନ୍ତି ଯେ ସେମାନେ କହନ୍ତିନି, ସାମ୍ନାରେ ଦେଖେ ହୁଅନ୍ତିନି, ଆଉ ନିଜକୁ ଲଜ୍ଜା ବୋଧ କରନ୍ତି ଯେ ନାଇଁ ମତେ କିଏ କହିଦବ କି, ମୁଁ ଖ୍ରୀଷ୍ଟିଆନ ହେଇଛି ବୋଲିକି କହିଦବ କି, ବୋଲି ଆମେ ପରମେଶ୍ୱରଙ୍କୁ ଅସ୍ୱୀକାର କରିଥାଉ, ତାଙ୍କର ବାକ୍ୟକୁ ଆମେ ଲଜ୍ଜା ବୋଧ କରିଥାଉ। ତ ଏଇ ଜାଗାରେ ଆମେ ଶିକ୍ଷା ଗ୍ରହଣ କରୁଛୁ ଯେ ପ୍ରଭୁ ଯୀଶୁ ବି ଯେତେବେଳେ ଦୂତ ମାନଙ୍କର ସହିତ ଆସିବେ, ସେ ବି ମଧ୍ୟ ପୁନଶ୍ଚ ଯୀଶୁ ସେମାନଙ୍କୁ କହିଲେ, କାହାକୁ କହିଲେ? ଯୋଉ ତାଙ୍କର ଶିଷ୍ୟ ମାନ ଥିଲେ, ଲୋକମାନେ ଥିଲେ, ସେ ପୁନଶ୍ଚ କହିଲେ, ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ଈଶ୍ୱରଙ୍କର ରାଜ୍ୟକୁ ପରାକ୍ରମରେ ଉପସ୍ଥିତ ନ ଦେଖିବା ପର୍ଯ୍ୟନ୍ତ ଏଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେତେକ କୌଣସି ପ୍ରକାରେ ମୃତ୍ୟୁର ଆସ୍ୱାଦ ପାଇବେ ନାହିଁ, ସେମାନେ ମୃତ୍ୟୁବରଣ କରିବେ ନାହିଁ। ଆଉ ଏଇ ଜାଗାରେ ଯୋଉ ଲୋକ ଉପସ୍ଥିତ ହୋଇଅଛନ୍ତି, ଈଶ୍ୱରଙ୍କର ରାଜ୍ୟ, ପରମେଶ୍ୱରଙ୍କର ଦ୍ୱିତୀୟ ଆଗମନ, ସେଇ ବିଷୟ ନ ଦେଖିବା ପର୍ଯ୍ୟନ୍ତ ମୃତ୍ୟୁବରଣ କରିବେ ନାହିଁ, ସେ ଆସ୍ୱାଦ ପାଇବେ ନାହିଁ ବୋଲିକି ପ୍ରଭୁ ଯୀଶୁ କହୁଅଛନ୍ତି। ଆଉ ଆମେ ଜାଣୁ, ଆମେ ଶିଖିଅଛୁ, ଜାଣିଅଛୁ ପରମେଶ୍ୱରଙ୍କର ଦାସ ମାନଙ୍କର ଜରିଆରୁ ବି ଯେ ସେଇ ଶିଷ୍ୟ ଯୋହନ ଥିଲେ, ଯେ କି ଯୋହନ ଶେଷ ପର୍ଯ୍ୟନ୍ତ ପ୍ରକାଶିତ ବାକ୍ୟକୁ ସେ ଦର୍ଶନ ମାଧ୍ୟମରେ ଦେଖିଅଛନ୍ତି। ପରମେଶ୍ୱରଙ୍କର ରାଜ୍ୟ, ତାଙ୍କର ଦ୍ୱିତୀୟ ଆଗମନ, ଶେଷ ସମାଜର ଘଟଣା, ସବୁ ପୁନରୁତ୍ଥାନ, ଆଗମନ, ଗୁପ୍ତ ଆଗମନ, ସବୁ କିଛି ପରମେଶ୍ୱର ପ୍ରକାଶିତ ବାକ୍ୟରେ ତାଙ୍କର ପ୍ରିୟ ଶିଷ୍ୟ ଯାହାକୁ ପ୍ରେମ କରୁଥିଲେ ତାହାକୁ ହିଁ ଶେଷ ସମାଜର ଦର୍ଶନ ଦେଖେଇଥିଲେ, ଆମେ ଜାଣିଅଛୁ। ତାପରେ ଏଇ ଜାଗାରେ କହୁଅଛନ୍ତି 6 ଦିନ ପରେ ଯୀଶୁ, କେତେ ଦିନ ପରେ? 6 ଦିନ ପରେ କଣ ହେଲା? କେବଳ ପିତର, ଯାକୁବ ଆଉ ଯୋହନଙ୍କୁ ସାଙ୍ଗରେ ଘିନି ଅନ୍ତର ହୋଇ ସେମାନଙ୍କୁ ଗୋଟେ ଉଚ୍ଚ ପର୍ବତକୁ ନେଇଗଲେ। 6 ଦିନ ପରେ କାଣା ହେଲା? କେବଳ ପିତର, ଯାକୁବ ଆଉ ଯୋହନକୁ ହିଁ ଧରିକି ଗଲେ, ସେ ଅନ୍ତର ହେଇଗଲେ, ସେମାନେ ବାହାରି ଗଲେ ସେ ଜାଗାରୁ, ଉଚ୍ଚ ପର୍ବତକୁ ନେଇଗଲେ। 3 ଜଣ ଶିଷ୍ୟ ଥିଲେ ଆଉ ପ୍ରଭୁ ଯୀଶୁ ଥିଲେ। ତାପରେ 3 ପଦରେ, ଆଉ ସେମାନଙ୍କର ସାକ୍ଷାତରେ ରୂପାନ୍ତରିତ ହେଲେ, ତାଙ୍କର ରୂପ ପରିବର୍ତ୍ତନ ହେଲା, ଯେମିତି ଦେଖା ଯାଉଥିଲେ ସେମିତି ଦେଖା ନ ଗଲେ, ଆଉ ତାହାଙ୍କର ବସ୍ତ୍ର
ଏପରି ଉଜ୍ଜଳ ଓ ଅତିଶୟ ଶୁଭ୍ର ବର୍ଣ୍ଣ ହେଲା ଯେ ତାଙ୍କର ବସ୍ତ୍ର ଏପରି ଉଜ୍ଜଳ ହେଲା ଆଉ ଅତିଶୟ ଶୁଭ୍ର ବର୍ଣ୍ଣ ବେଲେ ଧଳା ବର୍ଣ୍ଣ, ପୁରା ଧଳା ହିମତୁଲ୍ୟ, ତାମାନେ ବରଫ ତୁଲ୍ୟ ଶୁଭ୍ର ଧଳା, ଆଉ ତାଙ୍କର ବସ୍ତ୍ର ବହୁତ ଉଜ୍ଜଳ ଦେଖାଗଲା। ଆଉ ପୃଥିବୀରେ କୌଣସି କୌଣସି ରଜକ ସେପରି ଶୁଭ୍ର ବର୍ଣ୍ଣ କରିପାରେ ନାହିଁ। ପୃଥିବୀରେ କୌଣସି ରଜକ ସେପରି ଶୁଭ୍ର ବର୍ଣ୍ଣ କରିପାରେ ନାହିଁ। ସେହିପରି ପ୍ରଭୁ ଯୀଶୁଙ୍କର ତାଙ୍କର ବସ୍ତ୍ର ପରିବର୍ତ୍ତନ ହେଲା, ରୂପାନ୍ତରିତ ହେଲା। ଆଉ ବସ୍ତ୍ର ବିଷୟର କଥା ଆମେ ଦେଖୁ ଯେ ଲେଖାଯାଏ ଯେ ସେଇ ଜାଗାରେ ପ୍ରଭୁ ଯୀଶୁଙ୍କର ଦର୍ଶନ ଦେଖିଲେ, ଆଉ ଯେଉଁପରି ଦେଖାଯାଉଥିଲେ ସେଇପରି ନାହିଁ, ସେ ଗୋଟେ ଅଲଗା ଉଜ୍ଜଳ ଆଉ ଶୁଭ୍ର ବର୍ଣ୍ଣ ଦେଖାଯାଉଥିଲେ। ଆଉ ଏପରି ଶୁଭ୍ର ବର୍ଣ୍ଣ ଥିଲା ଯେ ପୃଥିବୀରେ କୌଣସି ରଜକ ସେପରି ଶୁଭ୍ର ବର୍ଣ୍ଣ ନଥିଲା, ଆଉ ବହୁତ ଉଜ୍ଜଳ ଦେଖାଯାଉଥିଲା। ଆଉ ଏଇ ଦର୍ଶନ ପୁରାତନ ନିୟମରେ ଭବିଷ୍ୟତ ବକ୍ତା ଦାନିଏଲ ବି ଦେଖିଛନ୍ତି। ଆମେ ସେଇଟା ଜାଣିଅଛୁ। ଦାନିଏଲ 7:9 ସେ ଈଶ୍ୱରଙ୍କର ଦର୍ଶନ ଦେଖିଅଛନ୍ତି। ତାପରେ ଯୋହନ ଈଶ୍ୱରଙ୍କର ଦର୍ଶନ ଦେଖୁଅଛନ୍ତି, ସେଇ ଜାଗାରେ ତାଙ୍କର ରୂପ ଅଲଗା। ତାପରେ ଜିଖରିୟ ଭବିଷ୍ୟତ ବକ୍ତା ଅଛନ୍ତି। ଆଉ ସେଇପରି ଏଇ ଜାଗାରେ ସେଇ ପିତର ଯାକୁବ ଆଉ ଯୋହନ ଦେଖୁଅଛନ୍ତି ଯେ ପରିବର୍ତ୍ତନ ହେଇଗଲେ, ରୂପାନ୍ତରିତ ହେଲେ। ପୁଣି ମୋଶାଙ୍କ ସହିତ ଏଲିୟ ଯୀଶୁଙ୍କ ସାଙ୍ଗରେ କଥାବାର୍ତ୍ତା କରୁଥିବା ସେମାନଙ୍କୁ ଦେଖାଗଲା। କଣ ଦେଖାଗଲା? ଯେ ପ୍ରଭୁ ଭବିଷ୍ୟତ ଥିଲେ, ଆମେ ଜାଣିଅଛୁ। ଆଉ ମୂଷାଙ୍କୁ ପରମେଶ୍ୱର ବ୍ୟବହାର କରିଥିଲେ। ମୂଷାଙ୍କର ଜରିଆରେ 10 ଆଜ୍ଞା ଆସିଥିଲା, ବ୍ୟବସ୍ଥା ମୂଷାଙ୍କର ଜରିଆରେ ସେ ଲେଖିଥିଲେ, ଦେଇଥିଲେ, ଆମେ ଜାଣୁ। ଆଉ ସେ ପୁରାତନ ନିୟମର ଗୋଟେ, ଆଉ ସେଇ ଦାସ ମାନେ ପୁରାତନ ନିୟମରେ ମୃତ୍ୟୁବରଣ କରିଥିଲେ। ହେଲେ ଆମେ ଜାଣୁ ଯେ ଯିଏ ବି ପ୍ରଭୁ ଯୀଶୁଙ୍କୁ ଗ୍ରହଣ କରିଅଛି, ଆଉ ଯେଉଁମାନେ ପୁରାତନ ନିୟମରେ ପରମେଶ୍ୱରଙ୍କର ଦାସ ମାନେ, ସାଧୁ ମାନେ ମୃତ୍ୟୁବରଣ କରିଅଛନ୍ତି, ଆଉ ଆମେ ନୂତନ ନିୟମରେ ପଢିଅଛୁ ଯେ ଯେଉଁମାନେ ପ୍ରଭୁ ଯୀଶୁଙ୍କ ଠାରେ ମୃତ୍ୟୁବରଣ କରିଅଛନ୍ତି ସେମାନେ ମହାନିଦ୍ରା ପ୍ରାପ୍ତ ହୋଇଅଛନ୍ତି। ହେଇଯିବ। ଅଲଗା ମାନେ କହନ୍ତି ଯେ ମୃତ୍ୟୁବରଣ କରିଅଛନ୍ତି ବୋଲି, ହେଲେ ଆମେ ଜାଣୁ ଆଉ ଶିଖୁ ଯେ ବାକ୍ୟ ଅନୁସାରେ ଯେ ପରମେଶ୍ୱରଙ୍କର ଠାରେ ଯେ ମୃତ୍ୟୁବରଣ କରେ ସେ ମହାନିଦ୍ରା ପ୍ରାପ୍ତ ହୋଇଥାଏ। ମହାନିଦ୍ରା ପ୍ରାପ୍ତ ହୋଇଥାଏ ବେଲେ ସେ କିଛି ସମୟ ଯାଏ ସେ ଶୋଇ ପଡିଥାଏ। ବୁଝିଲ? କିଛି ସମୟ ଯାଏ ସେ ଶୋଇ ପଡିଥାଏ। ଆମେ ଜାଣିଅଛୁ। ଆଉ ସେଇ ବିଷୟ ପୁନରୁତ୍ଥାନ ବିଷୟରେ ଯଦି ଆମେ ଅଧ୍ୟୟନ କରିବା, ସେଇଟା ଆମେ ଦେଖୁ ପ୍ରଥମ ଥେସଲୋନିକ 4:13-14 ପଢବା ବେଲେ ପାଇବା। ତାପରେ ପ୍ରଥମ କରନ୍ତୀୟ 35 ଅଧ୍ୟାୟ ଟୋଟାଲ ଯଦି ପଢବା, ସେଇ ଜାଗାରେ ପୁନରୁତ୍ଥାନ ବିଷୟ କେମିତି ହୁଏ ସେଇ ଜାଗାରେ ଲେଖା ହେଇ ଅଛି। ଆଉ ସେ ବିଷୟ ଆମେ ଅଧ୍ୟୟନ କଲ ପାଇବା ଯେ ପୁନରୁତ୍ଥାନ କଣ, ଆଉ ମଣିଷ କିପରି ପୁନରୁତ୍ଥିତ ହେବ ସେ ବିଷୟ ଲେଖା ହେଇ ଅଛି, ଆମେ ଜାଣୁ। ଆଉ ଏଇ ଜାଗାରେ ଦେଖୁ ଯେ ମୋଶା ଆଉ ଏଲିୟ ପ୍ରଭୁ ଯୀଶୁଙ୍କର ସହିତ କଥାବାର୍ତ୍ତା ହୁଅଛନ୍ତି। ହେଇଯିବ। ହାଲେଲୁୟା। ଆମେ ଏଇ ଜାଗାରେ ଜାଣୁ ଯେ ପରମେଶ୍ୱରଙ୍କର ଠାରେ ମରିବା, ମୃତ୍ୟୁବରଣ କରିବା, ତାମାନେ ସେ ମହାନିଦ୍ରା ପ୍ରାପ୍ତ। ପରମେଶ୍ୱର ତାହାକୁ ଚାହିଁଲେ ସେ ଉଠେଇବେ। ହେଇଯିବ। ହାଲେଲୁୟା। ଯେ ପରମେଶ୍ୱରଙ୍କୁ ବିଶ୍ୱାସ କରିଅଛି କେବେ ବି ସେ ମୃତ୍ୟୁ ହେବ ନାହିଁ, ସେ ଅନନ୍ତ ଜୀବନର ଅଧିକାରୀ ହେଇପାରିବ। ଆମେ ଜାଣିଅଛୁ, ସେଇଟା ନୂତନ ନିୟମରେ ପଢିଅଛୁ। ଆଉ 35 ଅଧ୍ୟାୟର ଟୋଟାଲ ଆମେ ପଢିବା, ଟୋଟାଲ 1 ରୁ ଯାହା ବି ଅଛି ବୋଧେ 34 ନା 35 ପଦ ଯାଏ ଅଛି, ସେଇ ଜାଗାରେ ସବୁ ବିଷୟ ମାନେ ଲେଖା ହେଇ ଅଛି। ସେଇଟା ଆମେ ଅଲଗା ଟାଇମରେ ପଢିଲେ ଆମେ ଜାଣବା ସେଇଟା। ଆଉ ପଢନ୍ତୁ ସେ ବିଷୟ। ତାପରେ
ସେଇ ସମାଜରେ ମୂଷା ଆଉ ଏଲିଓଙ୍କ ସଙ୍ଗରେ କଥାବାର୍ତ୍ତା କରୁଥିବା ସେମାନଙ୍କୁ ଦେଖାଗଲା। ସେଇ ଜାଗାରେ ପିତର ଯୌନ ଦେଖିଲେ। ସେଥିରେ ପିତର ଯୀଶୁଙ୍କୁ ଉତ୍ତର ଦେଲେ, ହେ ଗୁରୁ, ଆମେ ମାନେ ଯେ ଏ ସ୍ଥାନରେ ଅଛୁ ଏହା ଉତ୍ତମ। ଆମେ ମାନେ 3ଟି କୁଟୀର ନିର୍ମାଣ କରୁ, ଆପଣଙ୍କ ପାଇଁ ଗୋଟିଏ, ମୂଷାଙ୍କ ପାଇଁ ଗୋଟିଏ, ଏଲିଓଙ୍କ ପାଇଁ ଗୋଟିଏ। ସେମାନେ ଭାବୁଅଛନ୍ତି ଯେ ପିତର କହୁଅଛନ୍ତି ଯେ ଏଇଟା ଉତ୍ତମ ବିଷୟ ଆଉ ଭଲ ଜାଗା। ଆଉ ଏଇ ଜାଗାରେ ତ ଆମେ ଦେଖୁଛୁ ପିତର ଏଇ ମୂଷାଙ୍କୁ ଦେଖଲୁ ଆଉ ଏଲିଓকে ଦେଖିଲୁ, ତ ମୂଷା ଆଉ ଏଲିଓ ଲାଗି ଆମେ ତାଙ୍କ ଲାଗି ଘର ବନେଇଦେବୁ, ତମର ଲାଗି 3ଟା କୁଟୀର ଆମେ ନିର୍ମାଣ କରମୁ ବୋଲିକରି ସେମାନେ ଯୋଜନା କରୁଛନ୍। ତାପରେ 6 ପଦରେ ଲେଖା ହେଇଛି ଯେ କାରଣ ସେମାନେ କି ଉତ୍ତର ଦେବେ ସେମାନେ ଜାଣିନଥିଲେ, ତାଙ୍କ ଶିଷ୍ୟମାନେ ଜାଣିନଥିଲେ, ଯେଣୁ ସେମାନେ ଅତ୍ୟନ୍ତ ଭୀତ ହୋଇଥିଲେ, ସେମାନେ ଡରି ଯାଇଥିଲେ ଦେଖିକି ଯେ ସେମାନେ ମୂଷା ଆଉ ଏଲିଓକୁ ଦେଖୁଛନ୍ତି ସେମାନେ। ଆଉ ସେ ଜାଗାରେ ପରମେଶ୍ୱରଙ୍କର ରୂପ ପରିବର୍ତ୍ତନ ହେଇଯାଇଛି ସେ ବିଷୟ ସେ ଦେଖୁଅଛନ୍ତି। ଆଉ ସେଇ ଜାଗାରେ କୌଣସି ଅନ୍ୟ ଶିଷ୍ୟମାନେ ନଥିଲେ, 3 ଜଣ ଶିଷ୍ୟ ଥିଲେ, ପିତର, ଯୋହନ ଆଉ ଯାକୁବକୁ ନେଇକି ଯାଇଥିଲେ। ଆଉ ସେ ବିଷୟ 3 ଜଣ ବ୍ୟକ୍ତିକୁ ହିଁ ଦେଖୁଅଛନ୍ତି ଯେ ପୁନରୁତ୍ଥାନ ବିଷୟ କଣ। ଆଉ ସେଟା ପୁରାତନ ନିୟମରୁ ଯେଉଁ ଦାସ ମାନେ ଥିଲେ ସେ ବିଷୟ ସେ ଦେଖୁଅଛନ୍ତି। ସେଇ ଜାଗାରେ ଆମେ ଦର୍ଶନ ବିଷୟ ଦେଖୁଅଛୁ। ଆଉ ସେଇ ଦର୍ଶନ ଆମେ ଦେଖିଲା ତାପରେ ଦେଖନ୍ତୁ, ତାପରେ ଗୋଟେ ସ୍ୱର ହେଲା, ସ୍ୱର୍ଗୀୟରୁ ଗୋଟେ ସ୍ୱର ହେଲା। ଆଉ ସେଟା 7 ପଦରେ ଲେଖା ଯାଇଛି। ପିତର ଯେତେବେଳେ କହିଲେ ଆଉ ସେମାନେ ଭୀତ ହେଲେ, ଡରଲେ ସେମାନେ ମୂଷା ଆଉ ଏଲିଓଙ୍କୁ ଦେଖିକି। ସେତେବେଳେ ପୁଣି ଖଣ୍ଡେ ମେଘ ଆସି ସେମାନଙ୍କୁ ଆଚ୍ଛାଦନ କଲା। ଗୋଟେ ଖଣ୍ଡେ ମେଘ ଆସିକି ସେମାନଙ୍କୁ ଢାଙ୍କୁଣି ଦେଲା। ଆଉ ସେହି ମେଘରୁ ଗୋଟେ ବାଣୀ ହେଲା, ଏ ଆମର ପ୍ରିୟ ପୁତ୍ର, ଏହାଙ୍କ ବାକ୍ୟ ଶ୍ରବଣ କର। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଆମେ ଜାଣୁ ଯେ ସେଇ ମେଘରୁ ଯୋଉ ବାଣୀ ହେଲା ସେ କିଏ? ଆମେ ଜାଣିଅଛୁ ଯେ ଯେତେବେଳେ ପ୍ରଭୁ ଯୀଶୁ ବାପ୍ତିଜକ ଯୋହନଙ୍କ ଠାରେ ଡୁବିତ ହଉଥିଲେ ସେଇ ସମୟରେ ଆକାଶ ଖୋଲା ହେଲା ଆଉ ସେଇ ଜାଗାରୁ ବି ବାଣୀ ହେଲା ବୋଲି ଆମେ ଜାଣିଅଛୁ। ସେଟା ଆମେ ପଢବା ମାର୍କ 1:11 ବି ଯଦି ପଢବା ସେ ଜାଗାରେ ଲେଖା ଅଛି, ତୁମେ ଆମର ପ୍ରିୟ ପୁତ୍ର, ତୁମ୍ଭଠାରେ ଆମର ପରମ ସନ୍ତୋଷ। ଯୋହନ ମାଥ୍ୟୁ 3:17 ବି ଯଦି ପଢବା ସେଇ ବିଷୟ, ଏ ଆମର ପ୍ରିୟ ପୁତ୍ର, ଏହାଙ୍କ ଠାରେ ଆମର ପରମ ସନ୍ତୋଷ। ତାପରେ ଆଉ ଗୋଟେ ଜାଗାରେ ଲେଖା ହେଇଅଛି ସେ ସ୍ୱର୍ଗୀୟ ସ୍ୱର ଯୋହନ 12:28 ପଦରେ ଲେଖା ଅଛି ଯେ ସେଇ ଜାଗାରେ ସାଧୁକି ଫାରୁସି ମାନେ ସେଇ ଜାଗାରେ କଥାବାର୍ତ୍ତା ହଉଅଛନ୍ତି। ଆଉ ସେଇ ସମୟରେ ଗୋଟେ ଆକାଶରୁ ବାଣୀ ହେଲା। ଆଉ ସେମାନେ ଭାବୁଥିଲେ ମେଘ ଗର୍ଜନରୁ କିଛି ଗୋଟେ ବାଣୀ ହେଲା ବୋଲିକି, କିଛି ଗୋଟେ ଦୂତ ବାଣୀ କଲେ ବୋଲିକି ସେ ଜାଗାରେ ଲେଖା ଅଛି। ଆଉ ସେ ଲେଖା ଅଛି ସେଥିରୁ ଆକାଶରୁ ଏହି ବାଣୀ ହେଲା, ଆମ୍ଭେ ତାହା ମହିମାନ୍ୱିତ କରିଅଛୁ ଆଉ ପୁନର୍ବାର ମହିମାନ୍ୱିତ କରିବୁ ବୋଲିକି ସ୍ୱର୍ଗରୁ ବାଣୀ ହେଲା। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ତ ସେଇ ସ୍ୱର୍ଗରୁ ସେ ମେଘରୁ ଯୋଉ ବାଣୀ କରୁଅଛନ୍ତି ସେ କିଏ? ପ୍ରଭୁ ଯୀଶୁ ତ ଈଶ୍ୱରଙ୍କର ପୁତ୍ର ହେଇକି ଆସିଲେ, ସେ ଦେହବନ୍ତ ହେଲେ, ଆମର ନିକଟକୁ ଆସିଲେ, ହେଲେ ସେ ସ୍ୱର୍ଗରେ ଯୋଉ ବାଣୀ ହଉଛି ସେ କିଏ? ସେ ହଉଛନ୍ତି ପିତା ପରମେଶ୍ୱର। ଆମେ ଜାଣିଅଛୁ ସମସ୍ତେ ଯେ ସେ ତାଙ୍କର ଶରୀରକୁ ଦେହ ଧାରଣ କଲେ ତାଙ୍କର ପୁତ୍ରଙ୍କର ଜରିଆରେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଆଉ ଆମେ ତାହାଙ୍କୁ ଜାଣିଅଛୁ, ଦେଖିଅଛୁ। ଆଉ ଯୀଶୁଙ୍କୁ ଦେଖିଅଛୁ ତାହେଲେ ଆମେ ପିତାଙ୍କୁ ଦେଖିଅଛୁ, ସେ ବିଶ୍ୱାସ ଆମେ ପଢିଅଛୁ, ଜାଣିଅଛୁ। ହେଲେ ଏଇ ଜାଗାରେ କହୁଅଛନ୍ତି ଯୋଉ ବାଣୀ ଦେଉଅଛନ୍ତି, କୋଉ ବାଣୀ ଦେଉଅଛନ୍ତି ଏଇ ଜାଗାରେ ଯେ ହେ ଆମର ପ୍ରିୟ ପୁତ୍ର, ଏ ହଉଛନ୍ତି ଆମର ପ୍ରିୟ ପୁତ୍ର, ଏହାଙ୍କ ବାକ୍ୟ ଶ୍ରବଣ କର। ତାଙ୍କର ବାକ୍ୟକୁ ତୁମେ ଶୁଣ ଆଉ ତାଙ୍କର ବାକ୍ୟକୁ ତୁମେ ପାଳନ କର। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଆମେ ଜାଣିଅଛୁ ଯଦି ଆମେ ପରମେଶ୍ୱରଙ୍କର ବାକ୍ୟ କହୁଅଛୁ, ନା ଭାବବାଣୀ କହୁଅଛୁ, ଭୂତ ଛଡୁଅଛୁ, ନା ରୋଗରୁ ସୁସ୍ଥତା କରୁଅଛୁ, ହେଲେ ଯଦି ଆମେ ପରମେଶ୍ୱରଙ୍କର ପିତା ପରମେଶ୍ୱରଙ୍କର ଇଚ୍ଛା ସାଧନ କରୁନାହୁଁ ତାହେଲେ ଆମେ ସେଇ ସମାଜରେ ଦୂର ହୁଅ ବୋଲିକି ଆମକୁ ସେ କହିବେ, ମୁଁ ତୁମକୁ ଜାଣି ନାହିଁ ବୋଲିକି ସେ କହିବେ। ପ୍ରେଜ୍ ଦ ଲର୍ଡ। ମୁଖ୍ୟ ବିଷୟ ହଉଅଛି ଆମେ ତାଙ୍କର ବାକ୍ୟକୁ ଶୁଣିବା ଆଉ ତାଙ୍କର ବାକ୍ୟକୁ ଆମେ ପାଳନ କରିବା, ତାହେଲେ ପିତା ପରମେଶ୍ୱର ମହିମାନ୍ୱିତ ହେବେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଯଦି ଆମେ ପରମେଶ୍ୱରଙ୍କର ଆମେ ଦାନ ପାଇଅଛୁ, ଭାବବାଣୀ କହୁଅଛୁ, ଦର୍ଶନ ପାଇଅଛୁ, ସ୍ୱପ୍ନ ଦର୍ଶକ ହେଇଅଛୁ, ଯାହା ବି ବିଷୟ ଆମେ ପରମେଶ୍ୱରଙ୍କର ମଙ୍ଗଳ ଦାନ ପାଇଅଛୁ,
ଯାହା ବି ପାଇଅଛୁ, ହେଲେ ଆମ ଠାରେ ଯଦି ପରମେଶ୍ୱରଙ୍କର ବାକ୍ୟକୁ ଆମେ ଶ୍ରବଣ କରି ଆମେ ପାଳନ କରୁନାହୁଁ, ତାହେଲେ କିଛି ମୂଲ୍ୟ ନାହିଁ, କିଛି ମୂଲ୍ୟ ନାହିଁ। ବୁଝିଲ? ହାଲେଲୁୟା। ତାପରେ ଅନେକ ଜାଗାରେ এই ଯୋହନ 12:28 ପଦରେ ବି ଲେଖା ଅଛି ଯେ କଣ ଲେଖା ଅଛି ଯେ ଆମ୍ଭେ ତାହା ମହିମାନ୍ୱିତ କରିଅଛୁ ଆଉ ପୁନର୍ବାର ମହିମାନ୍ୱିତ କରିବୁ ବୋଲିକି ପିତା ପରମେଶ୍ୱର କହୁଅଛନ୍ତି। ବୁଝିଲ? ହାଲେଲୁୟା। ଆଉ ଲୋକେ କହନ୍ତି ଯେ ଯେ ଯୀଶୁ ନାମରେ ବାତ୍ମୀଚିତ ହେବ, ଆଉ ଗୋଟେ ନାମରେ ହିଁ ବାତ୍ମୀଚିତ ହେବ, ଆଉ ପିତା କିଏ ସେ ବିଷୟ ଜାଣନ୍ତିନି, ଆଉ ପିତା ଜଣେ ଯେ ସ୍ୱର୍ଗରେ ଅଛନ୍ତି ସେ ବିଷୟ ଜାଣନ୍ତିନି। ହେଲେ ଆମେ ଏଇ ପଦରୁ ଆମେ ଜାଣୁଅଛୁ, ଏଇ ଅଂଶରେ ଜାଣୁଅଛୁ, ଆଉ ବାପ୍ତିଯୁଗ ଜହନଙ୍କର ସମାଜରେ ଯୋଉ ବାଣୀ ହେଲା ଆଉ ସାଧୁକି ଫାରୁସିଙ୍କର ସମାଜରେ ଯୋଉ ବାଣୀ ହେଲା, ସେ ହଉଛନ୍ତି ପିତା ପରମେଶ୍ୱର। ବୁଝିଲ? ହାଲେଲୁୟା। ଦେଖୁ ତ ଏଇ ଜାଗାରେ ଆମେ ଗୋଟେ ଶିକ୍ଷା ଗ୍ରହଣ କରିବା, ସେ ବିଷୟ ମୁଁ କହିବି ଯେ ଦେଖନ୍ତୁ ଯୋହନ 1:1-2 ପଦରେ ଲେଖା ହୋଇଛି ଯେ ଆଦ୍ୟରେ ସେ ବାକ୍ୟ ଥିଲେ, ଆଉ ବାକ୍ୟ ସେ ଦେହବନ୍ତ ହେଲେ, ଆଉ ସେଇ ବାକ୍ୟ ଈଶ୍ୱର ଥିଲେ। ବୁଝିଲ? ହାଲେଲୁୟା। ଆଉ ସେଇ ପରମେଶ୍ୱର, ସେଇ ପିତା ପରମେଶ୍ୱର ତାହାଙ୍କୁ କେହି ଦେଖିନଥିଲେ, କେହି ଦେଖିନଥିଲେ। ଈଶ୍ୱର ତାଙ୍କର ପୁତ୍ର ଛଡା କେହି ନ ଦେଖିଥିଲେ, ଆଉ ପିତାଙ୍କର ଠାରୁ କେବଳ ପୁତ୍ର ହିଁ ଆସିଅଛନ୍ତି, ଆଉ ସେ ହିଁ ସ୍ୱର୍ଗ ଗ୍ରହଣ କରିଅଛନ୍ତି, ଆମେ ଜାଣିଅଛୁ। ଆଉ କେହି ପିତାଙ୍କୁ ଦେଖି ନାହିଁ। ବୁଝିଲ? ଆଉ ତାଙ୍କର ଶିଷ୍ୟମାନେ ବି କହିଲେ ଯେ ଆମକୁ ପିତାଙ୍କର ଦର୍ଶନ ଦେଖ, ମତେ ଦେଖିଲ ତମେ ପିତାଙ୍କୁ ଦେଖିଲ। ପ୍ରଭୁ ଯୀଶୁ କହିଲେ ମତେ ଦେଖିଲ ତ ତମେ ପିତାଙ୍କୁ ଦେଖିଲ, ମୁଁ ଓ ପିତା ଏକ ବୋଲିକି କହିଲେ। ବୁଝିଲ? ହାଲେଲୁୟା। ତ ଏଇ ଜାଗାରେ ଦେଖନ୍ତୁ ଯେ ପିତା କିଏ আর পুত্র কিଏ। এই জায়গায় দেখন্তু যে ମଣ୍ଡଳୀ ଅନୁସାରେ ମଣ୍ଡଳୀ ହଉଛି ପରମେଶ୍ୱରଙ୍କର ଶରୀର, ଆମେ ସମସ୍ତେ ଗୋଟେ ଗୋଟେ ଅଂଶ, ଗୋଟେ ଗୋଟେ ପାର୍ଟ। ଆଉ ମଣ୍ଡଳୀର ମସ୍ତକ ହଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ, ଆଉ ମସ୍ତକ ତାଙ୍କର ଶରୀର। ଆଉ ସେଇ ଜାଗାରେ ଯଦି ମସ୍ତକ ଆଉ ଶରୀର ଯଦି ଅଛି, ସମ୍ପୂର୍ଣ୍ଣ ସେଟା ଈଶ୍ୱରଙ୍କର ମଣ୍ଡଳୀ, ଆଉ ସେଟା ପରମେଶ୍ୱରଙ୍କର ଉପସ୍ଥିତିରେ ଅଛି। ନାଇଁ ତ ଏଇ ଜାଗାରେ ଦେଖୁ ଯେ ପରମେଶ୍ୱରଙ୍କୁ କେହି ଦେଖି ପାରୁନଥିଲେ, ହେଲେ ତାଙ୍କର ଶରୀରକୁ ସିଏ ଦେହବନ୍ତ କଲେ, ଆଉ ଏଇ ଜଗତକୁ ଧରାପୃଷ୍ଠକୁ ସେ ମଣିଷ ପୁତ୍ର ହେଇକି ଆସିଲେ। ବୁଝିଲ? ଆଉ ପ୍ରଭୁ ଆମେ ଜାଣିଛୁ ଆମେ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ମସ୍ତକ ହଉଛନ୍ତି ପିତା, ଆଉ ଆମ୍ଭେ ମାନେ ହଉଛୁ ଆମର ମସ୍ତକ ହଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ, ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ମସ୍ତକ ହଉଛନ୍ତି ପିତା ପରମେଶ୍ୱର। ବୁଝିଲ? ହାଲେଲୁୟା। ଆଉ ପିତା ପରମେଶ୍ୱରଙ୍କର ତାଙ୍କର ଶରୀରକୁ ଦେହବନ୍ତ କଲେ, ଆଉ ଆମେ ସମସ୍ତେ ଜାଣିଅଛୁ ସେଇ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ, ଆମେ ତାଙ୍କର ପୁତ୍ରକୁ ଜାଣିଅଛୁ। ବୁଝିଲ? ହାଲେଲୁୟା। ତ ଆମେ ଜାଣୁ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ, କ୍ରୁଶର ମୃତ୍ୟୁ ପର୍ଯ୍ୟନ୍ତ ସେ ପିତାଙ୍କର ଆଜ୍ଞାବହ ହେଲେ, ତାଙ୍କର ସ୍ୱରକୁ ସେ ଶୁଣିଲେ, ତାଙ୍କର ଇଚ୍ଛା ଅନୁସାରେ ସେ କାର୍ଯ୍ୟ କଲେ। ବୁଝିଲ? ହାଲେଲୁୟା। କାହିଁକି? ତାଙ୍କର ମସ୍ତକ ହଉଛନ୍ତି ପିତା ପରମେଶ୍ୱର। ବୁଝିଲ? ହାଲେଲୁୟା। ସେହିପରି ଆମେ ମାନେ ଯେତେବେଳେ ପରମେଶ୍ୱରଙ୍କୁ ଆମେ ଗ୍ରହଣ କରିଅଛୁ, ଆମେ ଯେତେବେଳେ ମଣ୍ଡଳୀରେ ସଂଯୁକ୍ତ ହେଇଅଛୁ, ଆମେ ଯେତେବେଳେ ତାଙ୍କର ଶରୀରର ଗୋଟେ ଅଂଶ ହେଇଅଛୁ, ସେହିପରି ପିତା ପରମେଶ୍ୱରଙ୍କର ବାକ୍ୟକୁ ଯେମିତି ଶ୍ରବଣ କରିକି ତାଙ୍କ ଇଚ୍ଛାକୁ ପାଳନ କଲେ, ତାଙ୍କ ଇଚ୍ଛାକୁ କାର୍ଯ୍ୟ କଲେ, ଆଉ ଶେଷ ପର୍ଯ୍ୟନ୍ତ, ମୃତ୍ୟୁ ପର୍ଯ୍ୟନ୍ତ ସେଇ ବାଣୀରେ ବି, ସପ୍ତ ବାଣୀରେ ବି କହିଅଛନ୍ତି, ସପ୍ତ ବାଣୀରେ ବି ଆମେ ପଢିଅଛୁ ଯେ ତାଙ୍କର ଇଚ୍ଛା ସେ ସମାଜରେ ସମାପ୍ତ ହେଲା ବୋଲିକି ସେ କହିଅଛନ୍ତି, ଆଉ ସେ ଶେଷ ପର୍ଯ୍ୟନ୍ତ ସବୁ କିଛି ବିଷୟ ସମାପ୍ତ କଲେ। ବୁଝିଲ? ହାଲେଲୁୟା। ତ ଆମର ବି ସେହି କର୍ତ୍ତବ୍ୟ ଅଛି, ସେଇ ସ୍ୱର୍ଗୀୟ ସ୍ୱର, ସେଇ ପବିତ୍ର ଆତ୍ମାଙ୍କର ସ୍ୱର, ସେଇ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସ୍ୱର, ସେଇ ପିତା ପରମେଶ୍ୱରଙ୍କର ସ୍ୱର ଯଦି ଆମେ କହୁଛୁ, ଆମେ ମଣ୍ଡଳୀରେ ସଂଯୁକ୍ତ ହେଇଅଛୁ, ଆମେ ଡୁବିତ ହେଇଅଛୁ, ଆମେ ଯଦି ଭାବୁଅଛୁ ଯେ ମୁଁ ମଣ୍ଡଳୀର ଗୋଟେ ଶରୀର, ମୁଁ ପ୍ରଭୁ ଯୀଶୁଙ୍କୁ ଜାଣିଅଛି, ମୁଁ ମଣ୍ଡଳୀରେ ଅଛି, ମଣ୍ଡଳୀର ସହଭାଗିତାରେ ଅଛି, ମୁଁ ସବୁବେଳେ ପ୍ରାର୍ଥନା ଯାଉଛି, ଚର୍ଚ୍ଚ ଯାଉଛି, ଗିର୍ଜା ଯାଉଛି, ସବୁ କିଛି ମୁଁ କରୁଅଛି, ଯଦି ଆମେ କହୁଅଛୁ, ତାହେଲେ ଆମର କର୍ତ୍ତବ୍ୟ ଅଛି ଯେ ଆମର ମସ୍ତକ କଣ କହୁଅଛି, ଆମେ ତାଙ୍କର କଥାକୁ ଶୁଣିବାର ଅଛି।
हालेलुया। तो आम एई बाणी रे आमे शुणु अछु तांकर स्वर रु जानु अछु जे शिक्षा ग्रहण करू अछु जे पिता परमेश्वरंकर स्वर को जेमिति प्रभु यीशु ख्रीष्ट शेष पर्यंत तांकर बाणी को सुनिले आ कार्य कले सही परी आमे शेष पर्यंत एई जगत रे थिवा पर्यंत हमर शरीर रु आत्मा बाहर की जीवा पर्यंत से महानिद्रा जीवा पर्यंत आमे यदि पिता परमेश्वरंकर वाक्य को आमे सुनिबा पालन करिबा मोसा और एलियो जेपरी से महानिद्रा रु उठिके आसिकी कबर रु उठिके आसिकी प्रभु यीशु ख्रीष्टंकर सहित कथावार्ता होछन देइछलो हालेलुया। सही परी आमे भी शेष समाज रे तांकर से गुप्त आगमन रे आमे तांकर स्वर को सुनिबा आ से हमको उठेबे मोसा और एलियोंकर सहित जेपरी कथा हेले सही परी आमे स्वर्ग रे आकाश रे आमे तांकर सहित मिलित हेबा हेजलो आमे तांकर स्वर को सुनिबा आमे तांकर बाणी को सुनिबा आ हमर मस्तक जो विश्व कथा कहू अछि आमे जदि सही कार्य करिबा ता हेले आमे पुनरुत्थित होई परिबा ता हेले आमे रूपांतरित होई परिबा ता हेले जाय आमे प्रभु यीशुंकर सहित आमे जाई परिबा आमे सेई आकाश रे आमे तांकर सहित मिलित होई परिबा आमे तांकर सहित कथावार्ता होई परिबा हेजलो हालेलुया। ताबरे देखू 8 पदरी पुणी हठात से माने चारिआडे चाहि सेमानकर सांगरे केवल यीशुंक बिना काहारी को देखिले नाही इतर याकूब जोहन हठात आ सेमान को देखिले ने बुझिलो से माने पर्वत रो ओल्हाइबा समाज रे यीशु सेमान को दृढ़ आज्ञा दे कहिले तुम्हे माने जहा 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 देखियो छो से सब मृत मानक मध्यरु मनुष्य पुत्र कर पुनरुत्थान न हेबा पर्यंत काहारी को कह नाही मनुष्य पुत्र पुनरुत्थित न हेबा पर्यंत काहारी को ए विषय कह नाही सेथिरे से माने कहिले मृत मानक मध्यरु पुनरुत्थान जे कोन से विषय रे आपण आपण मध्यरे बादनुवाद करिबा को लागिले से माने पितर याकूब जोहन से माने मृत मानकर ठार पुनरुत्थान विषय एबडे काना से माने बादनुवाद हेले हेले ए विषय पुनरुत्थान विषय हमें प्रथम कोरिन्थ 35 अध्याय को जदि पढ़बा टोटल तो सही जगह रे पुनरुत्थान विषय कोन हमें जानि परबा सही जगह हमें जानि परबा हमें सिखि परबा निहाती विषय कथा तबरे 10 पद रे 11 पद रे आ से माने ताहाको पचारिले जे प्रथमे रे तो अवश्य एलियंकर आगमन हेबो शास्त्री माने एही कथा की परि कहंती आ प्रथम रे तो एलियंकर आगमन हेबार कथा आ एटा शास्त्री माने की परि कथा कहउजन आ सेथिरे यीशु से माने को कहिले एलियो तो प्रथमे आसी समस्त विषय पुनः स्थापन करिबा कथा सत एलियो तो से आसले आ पुनः स्थापन करिबा कथा सत मात्र मनुष्य पुत्र बहु दुख भोग करी तुच्छीकृत हेबे यहा किपरि ताहाक विषय रे लिखा अछि सेई मनुष्य पुत्रंकर दुख विषय कथा तुच्छीकृत विषय यहा किपरि विषय लिखा अछि से विषय को तुमे देखो बोली कि से कहू अछि तबरे 13 पद रे किंतु मु तुम मानको कहू अछि एलियो आसी सारिलेनी देइछलो से कहू अछंती जे कि एलियो आसी सारिलेनी हेले आमे देखु से एलियो किए आमे लोक लिखित जदि कि पढ़बा तो सेई जगह रे एलियो पात्पीजक जोहन को कहा जाय छै देइछलो ए ध्यान में जदि कि पढ़बा तो सेई जगह रे एलियो पात्पीजक जोहन को सेई जगह रे कहा जाय छै आउ ताहांक विषय रे जेपरि लेखा अछि तद अनुसार मजे से माने ताहांक प्रति जहा इच्छा ताहा करी अछंती एलियो जोहनंकर प्रति से विषय से कार्य करी अछंती बोले कि कही अछंती आउ एई जगह रे जन कहिले शास्त्री माने जो ई कथा की परि कहंती जे प्रभु यीशु ख्रीष्टंकर आसीबार आगरु जने एलियो आसबे बोले कि सेटा लेखा ही अछि बोली कि कही अछंती आ हमें समस्त पढ़ी अछु जे प्रभु यीशु ख्रीष्ट प्रकाशित न हेबार आगरु जने दुबित जो बातपीजक जोहन ताहांको पिता ताहांको जेउ आदेश देइथिले
जो विषय कही से विषय से कार्य करथिले आ सेई जर्दन नदी रे से बाष्पीचित करुथिले आ से जो विषय कथा कही प्रभु जीशुंकर ठारे से विषय देखा गला स्वर्गर बाणी हला पवित्र आत्मा कपतर ऊपर ओल्हे आसिले से विषय बाष्पीचक जहन एलियंकर आत्मा से विषय प्रकाशित करी अछंती आ से प्रभु जीशु ख्रीष्टंकर आगरु से आसी अछंती आसिकी पळे गले ना बोली कहउछ हेले एई जगह रे मुख्य विषय गोटे कथा कहले एलियो तो आसले गले हेले एई जगह रे कहले मात्र मनुष्य पुत्र बहु दुख भोग करी तुच्छीकृत हेबे ताहा की परि ताहांक विषय रे लेखा अछि ए विषय प्रभु जीशु ख्रीष्ट कहि अछंती आओ प्रेज द लॉर्ड हालेलुया से पठित वाक्य समस्त को बुझिबारे पवित्र आत्मा सहायता करंतु आशीर्वाद करंतु आ अनुग्रह करंतु प्रेज द लॉर्ड हालेलुया।